ଆମେ ସାଧାରଣତଃ ଓଡ଼ିଆରେ କହନ୍ତି କି ମୁଁ ଖୁସି ଅଛି, କି ମୁଁ ଦୁଃଖରେ ଅଛି, କି ମୁଁ ରାଗିଛି। ଏସବୁ ଗୋଟେ ଅବସ୍ଥା। ଖୁସି ଗୋଟେ ଅବସ୍ଥା, ଦୁଃଖ ଗୋଟେ ଅବସ୍ଥା, ରାଗିବା ଗୋଟେ ଅବସ୍ଥା। ତ ସେଇ ସବୁ ଅବସ୍ଥା କଥା ଯେତେବେଳେ ଆମେ ଓଡ଼ିଆରେ କୁହନ୍ତି, ତାକୁ ଇଂରାଜୀରେ କେମିତି କହିବା ଦେଖିବା। ମୁଁ ଖୁସି ଅଛି, ଆଇ ଏମ୍ ହ୍ୟାପି। ଭାରି ସହଜ। ହ୍ୟାପି ହେଲା ଖୁସି, ଆଉ ମୁଁ ଖୁସି ଅଛି ଯେହେତୁ ତମେ ଆଇ ବସେଇଲେ ତାପରେ ଏମ୍ ବସେଇବ। ହି ଥିଲେ ଇଜ୍ ବସେଇବ, ୟୁ ଥିଲେ ଆର୍ ବସେଇବ। ଏସବୁ ଅଭ୍ୟାସ କରିବାକୁ ପଡ଼ିବ। ତ ମୁଁ ଖୁସି ଅଛି, ଆଇ ଏମ୍ ହ୍ୟାପି। ସେ ଖୁସି ଅଛି, ହି ଇଜ୍ ହ୍ୟାପି। ତୁମେ ଖୁସି ଅଛ, ୟୁ ଆର୍ ହ୍ୟାପି। ଆମେ ଖୁସି ଅଛୁ, ୱି ଆର୍ ହ୍ୟାପି। ସେମାନେ ଖୁସି ଅଛନ୍ତି, ଦେ ଆର୍ ହ୍ୟାପି। ବାଳକଟି ଖୁସି ଅଛି, ଦ ବୟ ଇଜ୍ ହ୍ୟାପି। ଆଉ ବାଳକମାନେ ଖୁସି ଅଛନ୍ତି, ହବ ଦ ବଏଜ୍ ଆର୍ ହ୍ୟାପି। ଏଇଠି ଲକ୍ଷ୍ୟ ରଖିଥିବ, କହିବ ସାର୍ ଆପଣ କେତେବେଳେ ଆର୍ ବସେଇ ଦେଉଛନ୍ତି, କେତେବେଳେ ଇଜ୍ ବସେଇ ଦେଉଛନ୍ତି, ଆମେ ତ ଧରିପାରୁନୁ କେଉଁଠି ଇଜ୍ କେଉଁଠି ଆର୍। ଯଦି ଏକ ବଚନ ହେଇଥିବ, କର୍ତ୍ତାଟି ଯଦି ଏକ ବଚନ ହେଇଥିବ ତାହେଲେ ସେଠି ଇଜ୍ ବସୁଛି, ଆଉ ଯଦି ବହୁ ବଚନ ହେଇଥିବ ତାହେଲେ ଆର୍ ବସୁଛି। କିନ୍ତୁ ଏଇ ନିୟମଟି ସବୁବେଳେ ଲାଗୁ ନୁହେଁ। ଆଇ ହେଲା ଏକ ବଚନ, କିନ୍ତୁ ତା ପାଖରେ କ'ଣ ଇଜ୍ ବସିଲା କି? ବସିଲାନି, ଏମ୍ ବସିଲା। ତେଣୁ ଏଇଠି ମନେ ରଖିଥାଅ, କେବଳ ଆଇ ଗୋଟେ ଏମିତି ଏକ ବଚନ ଯେଉଁଥିରେ ସବୁବେଳେ ଇଜ୍ ନ ବସିକି ସେଠି ଏମ୍ ବସେ। ଆଇ ଏମ୍। ଆଇକୁ ଛାଡ଼ିଦେଲା ପରେ ଅନ୍ୟ ଯେଉଁ ଏକ ବଚନ ଅଛନ୍ତି, ଯଥା ୟୁ, ୟୁ ଗୋଟେ ଏକ ବଚନ ବି, କିନ୍ତୁ ସେଠି ୟୁ ପାଖରେ ଇଜ୍ ବି ବସିବନି, ୟୁ ପାଖରେ ଆର୍ ବସିବ। ଆଇ ପାଖରେ ସ୍ୱତନ୍ତ୍ର ଏମ୍ ହେବ, ୟୁ ପାଖରେ ସ୍ୱତନ୍ତ୍ର ଆର୍ ହେବ। ଏ ସବୁବେଳେ ହେବ ଏଇସବୁ ବାକ୍ୟରେ। କିନ୍ତୁ ଏଙ୍କ ଦୁଇ ଜଣଙ୍କୁ ଛାଡ଼ିଦେଲା ପରେ ତମେ ଦେଖିବ ବହୁ ବଚନ ଆଉ ଏକ ବଚନ। ଯଦି ବହୁ ବଚନ ହେଇଥିବ ତାହେଲେ ଆର୍ ହେବ, ଆଉ ଯଦି ଏକ ବଚନ ହେଇଥିବ ତାହେଲେ ଇଜ୍ ହେବ। ମନେ ରହିଲା? ତ ପ୍ରଥମେ ଦେଖିବ, କର୍ତ୍ତାଟି ଆଇ ଥିଲେ ତା ପାଖରେ ଏମ୍ ବସିବ। ଯଦି ଏଇଭଳି ବାକ୍ୟ ହେଇଥିବ, ମୁଁ ଖୁସି ଅଛି, ମୁଁ ଦୁଃଖରେ ଅଛି, ମୁଁ ରାଗିଛି, ଏଇସବୁ କଥାରେ ଆଇ ପାଖରେ ଏମ୍ ବସିବ, ୟୁ ପାଖରେ ଆର୍ ବସିବ। ଏଙ୍କ ଦୁଇ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ପାଖରେ ଯଦି ସେଇଟା ଏକ ବଚନ ହେଇଥିବ ତାହେଲେ ଇଜ୍, ଯଦି ବହୁ ବଚନ ହେଇଥିବ ତାହେଲେ ତାଙ୍କ ପାଖରେ ବସିବ ଆର୍। ଏଇଠି ଯେମିତି ହେଲା, ସେମାନେ ଖୁସି ଅଛନ୍ତି, ତାହେଲେ ଦେ ଆର୍। ଆଉ ସେ ଖୁସି ଅଛି, ହି ଇଜ୍। ସେ ଖୁସି ଅଛି, ହି ଇଜ୍ ହ୍ୟାପି। ସେମାନେ ଖୁସି ଅଛନ୍ତି, ଦେ ଆର୍ ହ୍ୟାପି।